ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଫେବୃଆରୀ 22 ତାରିଖ ଶନିବାର, ଫାଲ୍ଗୁନ କୃଷ୍ଣ ନବମୀ ତିଥି, ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର, କୁମ୍ଭ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କର କିପରି କଟିବ। ମେଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 90% ଫଳ ପାଇବେ। ତାପରେ ଆସିବା ବୃଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ହେବ ନାହିଁ, କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ କଷ୍ଟ ପାଇବେ, ମାନସିକ ଦୃଷ୍ଟିରେ ଦିନଟି କଟିପାରେ, ବାଣିଜ୍ୟରେ ହାନି, ଦ୍ରବ୍ୟ ନାଶ, ଶତ୍ରୁ ଆଜି ପ୍ରବଳ ହେବେ, ଅପମାନିତ ହୋଇପାରନ୍ତି, ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ତୁଳା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ, କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହୋଇପାରେ, ପରିବାରରେ ଅଶାନ୍ତି, ଶତ୍ରୁ ଆଜି ପ୍ରବଳ ହେବେ, ବାଣିଜ୍ୟରେ ବୃଦ୍ଧି, ବାଣିଜ୍ୟରେ ହାନି, ଦ୍ରବ୍ୟ ନାଶ, ବୃଥା ବ୍ୟୟ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। ତାପରେ ଆସିବା ବିଛା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ଧନୁରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଆଜି ଆପଣ କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ମକର ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ହେବ ନାହିଁ, କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ମାନସିକ ପୀଡ଼ା ପାଇବେ, ଅପମାନିତ ହୋଇପାରନ୍ତି, ବାଣିଜ୍ୟରେ ହାନି, ଦ୍ରବ୍ୟ ନାଶ, ଧନ ନାଶ, ଶତ୍ରୁ ଆଜି ପ୍ରବଳ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ।
ତାପରେ ଆସିବା ମୀନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହୋଇପାରେ। ଶତ୍ରୁ ଆଜି ପ୍ରବଳ ହେବେ, ବାଣିଜ୍ୟରେ ହାନି, ଅପମାନିତ ହୋଇପାରନ୍ତି, ଦ୍ରବ୍ୟନାଶର ଯୋଗ ଅଛି, ଅପବ୍ୟୟ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 20% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ନିମ୍ବ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ।